ଭୁବନାଞ୍ଚଳରେ ଗୋରୁ ମାଫିଆ ସକ୍ରିୟ ଭିଡିଓ ଭାଇରାଲ। ଢେଙ୍କାନାଳ ଜିଲ୍ଲା ଭୁବନାଞ୍ଚଳରେ ଗୋରୁ ମାଫିଆ ସକ୍ରିୟ ଥିବା ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଗାଡ଼ିରେ ଗାଈକୁ ଉଠାଇ ନେଇ ଯାଉଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି ଘଟଣା ଭୁବନ ଥାନା ଭୁବନ ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରେ ଘଟିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତ୍ରିରେ OR09G7077 ନମ୍ବର ଏକ ବିଶିଷ୍ଟ ଧଳା ରଙ୍ଗର ମହିନ୍ଦ୍ରା ସ୍କର୍ପିଓ ଗାଡ଼ିରେ ଆସିଥିବା 2 ଜଣ ଦୁର୍ବୃତ୍ତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଶୋଇଥିବା ଏକ ଗାଈକୁ ଜୋର ଜବରଦସ୍ତି ଗାଡ଼ିର ପଛପଟେ ଭର୍ତ୍ତି କରି ସେଠାରୁ ନେଇ ପଳାଇ ଯାଇଥିଲେ। ଘଟଣା ସମୟରେ ଭିଡିଓ କେହି ଜଣେ ମୋବାଇଲରେ ରେକର୍ଡ କରିଥିବା ବେଳେ ତାହା ବର୍ତ୍ତମାନ ଭାଇରାଲ ହେଉଛି। ଭୁବନ ଅଞ୍ଚଳରେ ଏପରି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ସେପଟେ ଗୋରୁ ମାଫିଆଙ୍କ ଉପରେ ପୋଲିସ ପେଟ୍ରୋଲିଂ ଓ ନଜରଦାରୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।